ଏଇନା କହୁଛ ମୁଁ ଭାବିଲି ମୋ ବୋଉ ମୋ ଆଗରେ ଏମିତି କଣ ପାଇଁ ହଉଛି ବୋଲି। କାଲି ଅଦ୍ଭୁତ ତମେ କଣ ଦେଖିଲ? କାଲି ଅଦ୍ଭୁତ ଦେଖିଲ ନା କଣଟା ଦେଖିଲ? ମତେ ଖାଲି ଏତିକି ଗୋଟେ କଥା ମତେ କାଲି ଅଦ୍ଭୁତ କଣଟା ଦେଖିଲ? ମତେ ଖାଲି ଏଇଟା କହୁନ, ଅଦ୍ଭୁତ କଣଟା ଦେଖିଲ? ମୁଁ ଏଇଟା ଏକ କରୁଥିଲି ନା ଆଉ କଣ କରୁଥିଲି? ସେଇଟା କହୁନ କଣ ନାହିଁ? କାଲି ମତେ କଣଟା ଦେଖିଲ ସେଇଟା କହୁନ କଣ ନାହିଁ? ମତେ କାଲି କୋଉ ଅବସ୍ଥାରେ ତମେ ଦେଖିଲ? ଯୋଉ ଘର ପଛକରେ ମୁଁ ଯାଇଥିଲି, ଏଇ ଘର ପଛକରେ ଏକ ବସିଥିଲି, ମତେ କୋଉ ଅବସ୍ଥାରେ ତମେ ଦେଖିଲ? ସେ ମାନେ ତମ ଆଡେ ଏକଡେ କେମିତି ବସନ୍ତି କି? ଏକଡେ ଗୋଟେ ସ୍ତ୍ରୀ ଲୋକ ଏକ କେମିତି କରେ? ମୋର ଲୁଗାଟା ପଛପଟେ ନଥିଲା। ହଉ ଯଦି ବି ମୋର ପଛପଟେ ନଥିଲା ତ ଏମିତି କିଛି ଅସୁବିଧା ତ ନାହିଁ। ଏକ ଜଣେ କରୁଛି, ଜଣେ ଖାଲିଟା ଯଦି ଖୋଲିକି ବସିଥିବ, ଏଇଟା କଥାଟା ଗୋଟେ ସିରିୟସ୍ ଗୋଟେ ଗୁରୁତ୍ୱ ଦିଆଯିବ। ମୋର 5 ଜଣଙ୍କୁ କହିଲା ଆଉ ତମକୁ ନିଜ ଗୋଟେ ଖରାପ ଲାଗେ, ତମେ ତ ଏଇଟା 5 ଜଣ କେବେ କହିପାରିବନି। ମଣିଷ ତ 5 ଜଣ ଆଗରେ କେବେ ଆଲୋଚନା କରିବନି ଯଦି ନିଜକୁ ଲାଜ ଥିବ। ଆଉ ତମେ ଯଦି 5 ଜଣ ଆଗରେ କହିବ ବି, ତମେ ନିଜକୁ 5 ଜଣ ଛି କରିବେ। ମାନେ ତମକୁ ଆଗ ଗୋଟେ ପ୍ରଶ୍ନ ପଚାରିବେ କି ତୁ ଯୋଉ କହୁଛୁ ତୋ ବୋଉର ଲୁଗାଟା ଉପରକୁ ଉଠିଥିଲା ବୋଲି, ବୋଉଟା ସେଠି କଣ କରୁଥିଲା? ତାହେଲେ ତମେ ନିହାତି କହିବ ସେ ଏକ ବସିଥିଲା। ଆଉ ତମେ ଏକ ବସିଲା କହିଲା ମାନେ ଗୋଟେ ଲୋକ କହିବ ତ ଏକ ବସିଛି ମାନେ ଲୁଗାଟା ଉଠିବାଟା ଉପରକୁ ସ୍ୱାଭାବିକ କଥା। ତମେ ଯେମିତି ତମେ ବର୍ତ୍ତମାନ ମତେ ଉଦାହରଣ ଏଇନା କଣ ଦେଲ? ଘର ଭିତରେ ଏତେ ଟିକିନିକି ହିସାବରେ ଚଳି ହବ ନା? ମୁଁ ଯେତେବେଳେ ତମ ଘରେ ଟିଭି ବି ଦେଖୁଥାଏ, ତମେ ମତେ ପଚାରିକି ମୁଁ ଘର ଭିତରେ ମତେ ଡାକ ପକେଇବ, ନହେଲେ ଟିକେ କବାଟ ଖଡ ଖଡ କରିବ। ତମେ କହିଲେ ଘର ଭିତରେ ଏତେ ହିସାବରେ ଚଳି ହବନି। ସେମିତି ମୁଁ ଏକ ଯାଇଛି, ଏତେ ହିସାବରେ ଲୁଗା ସବୁବେଳେ ପଛକରେ ଲୁଗାଟା ରହିବ କି ମୁଁ ପୁରା ଘୋଟେଇ ଘାଟିକି ରାଉଣ୍ଡ କରିକି ବସିବି ବୋଲି? ମୁଁ ତ ଘର ପଛରେ ବସିଛି, ମାନେ 2:00 ପୁରା 2:30 ଟାଇମ। ଆଉ ସେମିତି ମାନେ ମୁଁ ଧର ମାନେ ତମେ ମୋ ପଛପଟ ଦେଖି ମୋ ପଛପଟ ତମେ ଆସିନ କି ମୋ ଆଗପଟେ ତମେ ଆସିନ, ମୋ ସାଇଡ ଆଡୁ ଆସିଛ, ମାନେ ମୋ ଜଙ୍ଘ ସାଇଡ ଆଡୁ ତମେ ଠିଆ ହେଇଛ। ମୋ ପଛପଟ ହଉଛି ଘରଟା, ଆଗ ପଟେ ହଉଛି ପାଚେରୀଟା। ମାନେ ତମେ ତ ସେମିତି କିଛି ବି ମୋର ଖରାପ ଉଦ୍ଦେଶ୍ୟ ତମେ ମତେ ଦେଖିନ। ଦାଣ୍ଡ କରକୁ ମୁଁ ଗଲି କେତେବେଳେ? ଯଦି ବି ତମକୁ ଗୋଟେ ଖରାପ ଲାଗିଲା, ତମେ ବୋଉଙ୍କ ଦ୍ଵାରା ମତେ କହିପାରିଥାନ୍ତ। ତମେ ଯୋଉ କଥାଟା ଯଦି ଗୁରୁତ୍ୱ ଦଉଛ, ସେଇଟା ମାନେ ତମେ 5 ଜଣଙ୍କ ଆଗରେ କହିଲେ ତମେ ନିଜେ ଅପମାନିତ ହବ। ମୁଁ ଅପମାନିତ ହେବିନି କି ମୁଁ ଛୋଟ ହେବିନି କି ମତେ ବି ଲାଜ ଲାଗିବନି। ତମେ ନିଜେ ଛୋଟ ହବ, ତମକୁ 5 ଜଣ ଛି କରିବେ। ନାହିଁ ତମେ ତ କହିତେ ଯାଉଛ କଣ? ତମେ କେବେ ଏଇଟା ଯଦି ମୋର ଭୁଲ ଥାନ୍ତା, ମୁଁ ଜାଣିଛି ତମେ ପୁରା ଗାଁଟା ସାଇ ସାରା ଡିକ୍ଲେୟାର କରିସାରନ୍ତଣି। ମୋର ଭୁଲ ଥିଲା, ତମେ ସାଇ ସାରା ତମେ ପେଟ ଭିତରେ କେବେ ଲୁଚେଇକି ରଖିନଥାନ୍ତ। ମୋର ଗୋଟେ ଜିନିଷ ଲୁଚେଇକି ରଖିନ କି କେବେ ରଖିନଥାନ୍ତ। କିନ୍ତୁ ଏଇଟା ତମର ଭୁଲ ଅଛି ବୋଲି ଏଇଟା ତମ ଘର ଭିତରେ କଥାଟା ରହିଛି। ଯଦି ଆଜି ତମର ଭୁଲ ନଥାନ୍ତା ଘର ଭିତରେ, ଏତେବେଳକୁ ମୁଁ ଆମ ଘରେ ନଥାନ୍ତି, ଏତେବେଳକୁ କେତେ ପାଲା ଲାଗି ସାରନ୍ତାଣି। କେବଳ ତମର ଭୁଲ ବୋଲି, ତମ ଭୁଲଟା ତମେ ଜାଣିପାରିଲ ବୋଲି, ବୋଉ ବି ଜାଣିଛନ୍ତି ତମର ଭୁଲ, ତମେ ବି ଜାଣିଛ ତମର ଭୁଲ, ତମ ପୁଅ ବି ଜାଣିଛନ୍ତି ଏଇଟା ତମର ଭୁଲ। ଭୁଲଟା କେବଳ ମୁଁ ଏତିକି ଦଉଛି, ମତେ ପଚାରିଲ କି ମତେ ବୁଝେଇଲ, ସେଇଟା ତମର ଭୁଲ ନାହିଁ। ମତେ ଫାଷ୍ଟ ଯେତେବେଳେ କହିଲ କି ବୁଢୀ 1,00,000 ଟଙ୍କା ଦେଇକି ଲାଟ୍ରିନ୍ କରିଛି, ତୁ ଆମର ଲାଟ୍ରିନ୍ ଭିତରକୁ ଯାଉନୁ, ଆଉ ବାହାରକୁ କଣ ନେଇ ଯାଉ, ଯେଟା ଗୋଟେ ଖରା ଜିନିଷ ନୁହଁ, ଖରା ଲାଗିବ, ଦେଖା ମୁହଁ ପଡିଗଲେ ଖରା ଲାଗିବ, ସେସବୁ ସେତିକିଟା ମତେ ଠିକ ଲାଗିଲା ସେଇ ପର୍ଯ୍ୟନ୍ତ କଥାଟା। ତାପରେ ଯୋଉ ବ୍ୟବହାର ଗୁଡା ଦେଖେଇଲ, ମତେ ବୋଉ ମାନେ ତମ ମୁହଁକୁ ମତେ ଚାହିଁବା ପାଇଁ ବି ଇଚ୍ଛା ହେଲାନି। ତମେ ଜାଣିଥିବ ମୁଁ ତମକୁ କାଲି ରାତିଠୁ ବି ସକାଳ ପର୍ଯ୍ୟନ୍ତ ତମକୁ ଆଜି ଆସିଲି ପଛେ ତମ ପାଟି ଫିଟେନି, ତମ ମୁହଁକୁ ମୁଁ ଅନେଇଦେନି। ମତେ ନିଜକୁ ଗୋଟେ ଖରାପ ଲାଗିଲା ଆଉ ତମକୁ କଣ, କିନ୍ତୁ ମତେ ନିଜକୁ ଗୋଟେ ଖରାପ ଲାଗିଲା। ମତେ ଅନେଇବା ପାଇଁ ବି ଇଚ୍ଛା ହେଲାନି। ତମକୁ ଯଦି ଖରାପ ଲାଗିଥାନ୍ତା ତମେ ମତେ ଏରା ପଚାରି ନଥାନ୍ତ? କେବେ ବି ନୁହଁ। ତମେ ଯଦି ଗୋଟେ ମତେ ଝିଅ ହିସାବରେ ଦେଖିଥାନ୍ତ, ମତେ କେବେ ବି ଏତେ ସବୁ ଖୋଳି କେଞ୍ଚିକି ପଚାରି ନଥାନ୍ତ। ଯେମିତି ଗୋଟେ ଥାନା କେସ୍ ହେଇଛି କି ଯେମିତି ଗୋଟେ ରେପ୍ କେସ୍ ହେଲା ବେଳେ ମତେ ପଚାରୁଥିଲ, ଚଳିଟା ତୋର ଏଇ ଜାଗା ଥିଲା, ଲୁଗାଟା ଅଣ୍ଟା ଜାଗା ଅଣ୍ଟା ଜାଗା ଥିଲା ନା ବୁଢୀ ଡାକୁଥାଏ, ଇଆଡେ ପଚାରୁଥାଏ ଏଇଭଳିଆ କଥା। ମତେ କେତେ ଖରାପ ଲାଗିଥିବ। ଆଉ ମୁଁ ବି ଯଦି ମିଛରେ କହୁଥିବି, ମୋ ପାଟି ମୁଣ୍ଡ ପୋକ ବଢିଯିବ। ତମେ ମତେ ଏଇ କଥା ଗୁଡା ଯେତେବେଳେ ପଚାରିଲ, ମୋ ପାଦ ଯେମିତି ମାଟି ଖସିଗଲା ଭଳିଆ ମତେ ଲାଗିଲା। ତମକୁ କେବେ ବି ଖରାପ ଲାଗିନି ହେଲା। ତମକୁ ଯଦି ଖରାପ ଲାଗିଥାନ୍ତା ମତେ ଏମିତି ଖୋଲମ ଖୋଲା କେବେ ପଚାରି ନଥାନ୍ତ। ମୁଁ କାଲି ବୋଉକୁ କଣଟା କି କହିଲି, ମୁଁ କହିଲି ଦେଖ ବୋଉ, ତମକୁ ଯଦି ନଥିଲା, ଯଦି ବାପା ବି ପଚାରିଲେ ତମ ଦ୍ଵାରା ଏଇଟା ମତେ ପଚାରିଥାନ୍ତେ। ବୋଉ କହିଲା ହଁ ଏଇଟା ଠିକ ଥିଲା। କେମିତି ଆଜି ବୁଦ୍ଧିରେ ଏଇଟା ତମର ଭୁଲ ଅଛି ବୋଲି ବୋଉ ଜଣେଇଲେ 10 କାନେ ପଡିବ। ଏଇଟା କାହିଁକି ନା ଏଇଟା ତମେ ମିଛଟାରେ ବାହାନା କରୁଛ। ଏଇଟା ତମର ଭୁଲ ଅଛି ବୋଲି ତମେ ଜାଣିପାରିଲ ବୋଲି ତମେ ବୋଉକୁ ଜଣେଇଲନି। ନାଚିବି କଣ ପାଇଁ ମୁଁ? ମତେ କେତେ ଜଣ ମାନେ ତମେ ଯଦି କହୁଛ କି ତମକୁ ଏଇଟା ଖରାପ ଲାଗିଲା ବୋଲି, ମୁଁ ବି କହୁନି କି ତମେ ମତେ ବୁଝେଇବାଟା ତମର ଏଇଟା ଖରାପ ବୋଲି। ମୁଁ ତ ଭୁଲ ଦଉନି। ମୁଁ ତମକୁ ଉଦାହରଣ କଣ ଦଉଛି? ଏଇଟା ତମେ ବୋଉ ଦ୍ଵାରା ମତେ କୋଉ ଦ୍ଵାରା କହିଥାନ୍ତ।
ସେଇଟା ତମର ସେଇଟା ତମେ କହୁଛ ଭୁଲ ଭୁଲ ହେଲା ଯୋଉଟା କହିଦଉଛ। ତମେ ଯୋଉ ମତେ ଏଇନା କଣ କହିଲ ମୁଁ ଭାବିଲି ମୋ ବୋଉଟା ମୋ ଆଗରେ ଏମିତି କଣ ପାଇଁ ହଉଛି ସେ ହୁତି ମାରୁଛ। ମୋର ଭୁଲ ଆଉ କଣ କହିଦେବି। ତମର ତ କହିବାଟା ନିୟମ ହଉନି। ତମେ ଏଇଟା ଗଲେ ସମସ୍ତଙ୍କୁ ପଚାରିବ। ମୋ ବୋଉକୁ ମୁଁ ଏମିତି ଡାଇରେକ୍ଟ ଯାଇକି ମୋ ବୋଉକୁ ଏଇ କଥା ସବୁ ମୁଁ ପଚାରିଲି। ବୋଉ ଆଗରେ କହିଲା ମାତ୍ରେ ବୋଉ ଯାଇକି ଦୁନିଆ ଆଡେ କହିବୁ। ବୋଉ ଯୋଉଟା କହିବି ନା ଦୁନିଆ ଆଡେ କହିଥିଲେ ତାଙ୍କ ସମ୍ମାନ ଯାଇଥାନ୍ତା। ତମେ ଯଦି ଦୁନିଆ ଆଗରେ କହିବ ଆମ ବୋଉ ଯାଉଛି ଲାଟ୍ରିନ୍ ଏକ ନ ଯାଇକି ବାଡିରେ ଏକ ବସୁଛି, ସେ ଦୁନିଆ ସାରା ମତେ କଣ ଫାଶୀ ଦେଇଦେବେ ମୁଁ ଟିକେ ଦେଖିବି। ଦୁନିଆ ସାରା ମତେ କିଏ ଭୁଲ ଦେଇଦବ। ଘର ତିଆରି କରିଦେଇଛି ସେ ଘର ସେଇଟା ତମେ ମତେ ସେଇଟା କହିପାରିଥାନ୍ତ। ତମେ ଯଦି ମତେ ତମେ ବୋଉ ସଡ ଆମେ ସେମିତି ଆସିକି ମୋ ପାଖକୁ ମତେ ଏ କଥାଟା ପଚାରିଛ। ସେଇ ଦିଟା ତିନିଟା ବେଳକୁ ଗୋଟେ ରାଗରେ ବୋଉକୁ ପଚାରିବି ଏସବୁ କଣ ଘଟଣା ଆଉ ପଚାରିବି ତା ବୋଲି ପଚାରିଲି ବୋଉ ସହିତ ଖରାପ ବ୍ୟବହାର ଦେଖି ପଚାର। ତମେ ମତେ ପଚାରିନଥିଲ, ତମେ ମୋ ମାଇଣ୍ଡ ଟାକୁ ଷ୍ଟଡି କରୁଥିଲ। ମାନେ ମୋ ମାଇଣ୍ଡ ଟା କଣ ଅଛି ତମ ପ୍ରତି। କିନ୍ତୁ ତମେ ଯୋଉଟା ଭାବୁଛ ସେଇଟା ସବୁବେଳେ ଭୁଲ ଭାବୁଛ ହେଲା। ମୁଁ ସେଇ ଟାଇପ ର ଛୁଆ ନୁହଁ। ଭାବି ଚେଷ୍ଟା କଲେ ବି ଫେଲ ମାରିଯିବ, କେବେ ପାସ୍ କରିବନି। ମୁଁ କାହିଁକିନା ମୁଁ ସେଇ କାଟାଗୋରୀର ଛୁଆ ମୁଁ କେବେ ବି ନୁହଁ। ଆଉ ଏସବୁ ଜିନିଷ ପ୍ରତି ମତେ ଯିଏ ଟ୍ରାଏ କରିବ ବି ସେ ନିହାତି ଫେଲ ମାରିବ, କେବେ ବି ପାସ୍ କରିବନି। ଆଉ ତମେ ମୋ ସହିତ ଯେମିତି ବ୍ୟବହାର କାଲି ଦେଖେଇଲ, ଯେତିକି ବ୍ୟବହାରଟା ମତେ ଦେଖେଇଛ ଏଇଟା ମୁଁ ସେଇଭଳିଆ ଝିଅ ବୋଲି ଖାଲି ମୋ ନିଜ ସମ୍ମାନକୁ କି ତମ ଘର ସମ୍ମାନକୁ ମୁଁ ଦେଖେଇକି ରହିଲି। ଆଉ ମୋ ଜାଗାରେ ଆଉ ଯୋଉ ଝିଅ ଥାନ୍ତା କଣ କରିଥାନ୍ତା ତମେ ସେଇଟା ଜାଣିପାରିଥାନ୍ତ। ଗୋଟେ ଶ୍ୱଶୁର ବୋଉ କଥାର ଶୈଳୀ ସେଇଟା ନଥିଲା। ମାନେ ତମେ ଲିମିଟ କ୍ରସ କରି ଯାଇଥିଲ ପୁରା। ତମେ ତ ସେତେବେଳେ ତମ ଶ୍ୱଶୁର ହିସାବରେ ତମେ ନଥିଲ। ତମେ ଯେତେବେଳେ କାଲି ମତେ ଏଇ ସବୁ କଥା ପଚାରୁଥିଲ। କେବେ ବି ମତେ ଲାଗିଲାନି କି ମତେ ଟୋଟାଲି ବି ଲାଗିଲାନି କି ମୋ ଶ୍ୱଶୁର ମତେ ଏସବୁ କଥା ପଚାରୁଛନ୍ତି ବୋଲି। ଗୋଟେ ସଲଙ୍ଗ ଖୋଲା କଥା ମାନେ ଯେମିତି ଗୋଟେ ରେପେସ୍ କୋଉଠି ହେଇଥିଲା କି ଗୋଟେ ପୋଲିସ କେସ୍ ଓକିଲ ମତେ ପଚାରୁଛି ଆଉ ଚଢି କୋଉଠି ଥିଲା, ଲୁଗା କୋଉଠି ଥିଲା, ସେଇଠି ଆଣ୍ଠେଇଥିଲୁ କଣ ପାଇଁ, ଏରା ସବୁ ଏମିତି ପଚରାଯାଏ। ଗୋଟେ ମୁଁ ମୁଁ ଆଣ୍ଠେଇକି ଏକ ବସୁଛି ଏକ ବସୁ ତମେ ଜାଣିନ କି? ରାସ୍ତା ବାହାରେ ବସୁଛନ୍ତି ସବୁ ଲୁଗାଟା ପଛପଟରେ ପଡି ରହୁଛି ସେଟା ରାସ୍ତା କଡରେ ଯେ ଏକ ବସିଛି। ମୁଁ ମୋ ନିଜ ଘର ଭିତରେ ପାଚେରୀ ମୁଣ୍ଡେ ପାଚେରୀ ବୁଲୁଛି। ମୁଁ ଘର ଭିତରେ ଏକ ବସିଥିଲି। ମତେ ଲୋକମାନେ ଆସିକି ତମେ ଯଦି କଥାଟାକୁ ଇସ୍ୟୁ କରିକି ବାହାର କେଇବ, ମୁଁ ତ ତମେ ଯଦି ତମକୁ ଲାଜ ମାଡୁଛି ମତେ କହୁନ ମୁଁ 5 ଜଣଙ୍କୁ ଗୋଟେ ପଚାରିଦେବି। ମୁଁ 5 ଜଣଙ୍କୁ ଗଲେ ପଚାରିବି କି ବସେଇକି ତବେ ଦେଖ ମୁଁ ଏମିତି ପାଚେରୀ ଏମିତି ମୁଁ ଏକ ବସିଥିଲି, ଏମିତି ସାଇଡରୁ ଆସିକି ଥିଲେ। ଆଉ ମୋ ଶ୍ୱଶୁର ଏମିତି ସାଇଡରୁ ମୋ ଘର ପଛ ଆଡକୁ ମୋର ଘର ଥିଲା, ଆଗ ଆଡକୁ ପାଚେରୀ ଥିଲା, ସାଇଡରୁ ମୋ ଶ୍ୱଶୁର ଆସିକି ଠିଆ ହେଲେ। ମତେ ଏମିତି ସବୁ ରାତିରେ ପଚାରିଲେ। ଦାଣ୍ଡ ହଉ କି ସେ ଯାହା ହଉ ପାଚେରୀଟା ଥିଲା ନା ଥିଲାନି ମତେ ଖାଲି ଏତିକି କୁହ। ଆଉ ଯୋଉ କହୁଛ କଦଳୀ ଗଛ, ମୁଁ ଯୋଉଟା ଏକ ବସୁଛି ସେଠି ଗଲେ ବି ମୁଁ ତମେ ଯଦି ଖରାପ ଲାଗୁଛି ତମ ପୁଅ ଥିବେ ବୋଉଙ୍କୁ ଡାକି ନେବି। ଯୋଉ କଦଳୀ ଗଛ କଥା କହୁଛ ତ, ସେ କଦଳୀ ଗଛ ପାଖରେ ଯୋଉ ମୁଁ ପଥରଟା ସେଠି ଦେଖା ଯାଉଛି କି ନଡିଆ ଗଛଟା ଛେକୁଛି ସେଇଟା ବି ମୁଁ ଦେଖେଇଦେବି। ମୋର କଣ ଏତିକି ସମ୍ମାନ ନାହିଁ କି ତମ ସେଇ ଯୋଉ ନଡିଆ ଗଛ କଦଳୀ ଗଛ ପାଖକୁ ତମ ଝରକାଟା ସାମ୍ନା ବୋଲି କଣ ମୋ ଆଖି ଦେଖାଯାଉନି କି? ମୁଁ ସେଟା ବି ଦେଖିଛି। ଦେଖିବୁ ସତ କି ମିଛ। ଆଉ ତମେ ବି ତ ମୁଁ ଯେତେବେଳେ ମୁଁ କଦଳୀ ଗଛ ମୂଳକୁ ତ ସବୁବେଳେ ଏକ ଯାଉନି। ମୁଁ ଯେତେବେଳେ ଶୋଇକି ଉଠୁଛି କଦଳୀ ଗଛ ପାଖକୁ ଏକ ଯାଉଛି ସକାଳେ ତ ତମେ କେତେବେଳେ ଝରକା କରିବୁ? ତମେ ତ ସକାଳେ ତ ଘର ଭିତରେ ନାହଁ। ତୁ ଗାଈ ଯୋଉ କଥା ଶୁଣେଇ ତ ଦେବୁନି। ସେଟା କାହିଁକି ପଥରଟା ଆମେ ପକେଇଛି ହଉଥିବ। ତାପରେ ବନ୍ଧୁବାନ୍ଧବ କେତେ ଜଣ ଗାଧଉଛି, ମୋର ଜୀବନ ବାହାରକୁ ସେଠି ନେଇକି ଆଡେଇକି ଗୋଟେ କଦଳୀ ଗଛ ପାଖରେ ପଥର ପକେଇ ଦେଇଛି। ହଁ ସେଇ ପଥର ପାଖରେ ତମେ ଏକ ବସୁଛି। ପଥର ପାଖକୁ ନଡିଆ ଗଛଟା ଛେକିନି କି? ଆସିନେ ବୁଢୀ ଦେଖିବୁ ନଡିଆ ଗଛଟା ଦୁଶିକି ସେଇ ପଥରଟା ଦୁଶି। ହଁ ଯଦି ବି ତମେ ବି ଯଦି ଜାଣୁଛ ଗୋଟେ ବୋହୁଟେ ଏକ ଯାଉଛି, ଯଦି ଲାଟ୍ରିନ୍ ଭିତରୁ ସେ ନ ଯାଉ, ଲାଟ୍ରିନ୍ ଭିତରୁ ମୁଁ ଏକଟା କଣ ପାଇଁ ଯାଉନି? ମତେ ବାରମ୍ବାର ଏକ ଲାଗୁଛି। ଲାଟ୍ରିନ୍ ଭିତରକୁ ଏଥିପାଇଁ ଯାଉନି କି ଲାଟ୍ରିନ୍ ଭିତରେ ଏକଟା ବାରମ୍ବାର କଲେ ଲାଟ୍ରିନ୍ ଘରଟା ସ୍ମେଲ ହବ, ବାସ୍ନା ହବ। ସେଥିପାଇଁ କେତେ ମୁଁ ଫିନାଇଲ ସେଇଟା ଶୁଣ ମୋ କଥାଟା। ତମେ ଯୋଉଟା କହିଲ ବି ତା ବୋଲି ମୁଁ ତମ କଥାଟାକୁ ଭୁଲ ଉଦ୍ଦେଶ୍ୟ ନେଉନି ହେଲା। ତମେ ଯୋଉଟା କହିଛ ମତେ ଠିକ ଲାଗିଛି, ମୁଁ ଠିକ ଉଦ୍ଦେଶ୍ୟ ନେଇଛି। କିନ୍ତୁ ତମ ବ୍ୟବହାରଟା ମତେ ଭୁଲ ଲାଗିଲା ବୋଲି ମୁଁ ଏଇଟା ଉଦାହରଣ ଖାଲି କୋଉଠି ଲେଖାନି। ଖାଲି ଦୁନିଆ ଯେତେ ଲାଟ୍ରିନ୍ କରୁଛନ୍ତି ସବୁ ଖାଲି ଲାଟ୍ରିନ୍ ଘରକୁ ଯାଉନାହାନ୍ତି। ଲୋକମାନଙ୍କର ଏତିକି ଟିକେ ଜାଗା ଥିଲେ ବି ସେମାନେ ଯାଇକି ବାହାରେ ବି ପରିସ୍ରା କରିଦଉଛନ୍ତି। କଣ ଖାଲି ସବୁ ଲେଖା ହେଇଛି ଖାଲି ଲାଟ୍ରିନ୍ ଘରକୁ ଏକ ଯାଉଛନ୍ତି ବୋଲି? ଏତେ ବଡ ଏରିଆଟି ପଡିଛି, ଯଦି ମୁଁ ଏରିଆ ଭିତରେ କୋଉଠି ବି ଏକ କରିଦେଲି ତମ ନଜରକୁ ଆସୁଛି। ମୁଁ ଯଦି ଘର ପଛକରେ ଏକ କରୁଛି ତମ ନଜରକୁ ଆସୁଛି, ଯଦି ମୁଁ ଲାଟ୍ରିନ୍ ପଛକରେ ଏକ କରୁଛି ତମ ନଜରକୁ ଆସୁଛି। ତାମାନେ ତମେ ମତେ ଫଲୋ କରୁଛ ମତେ ଲାଗୁଛି। ମାନେ ମୁଁ କେତେବେଳେ ଏକ ଯାଉଛି ତମେ ମତେ ଫଲୋ କରୁଛ। ଏକଟା ମାନେ ଏକଟା ଲୋକମାନେ ଯଦି ଏକଟା ଏତେ ଇଜ୍ଜତଦାରୀ କଥା ହେଇଥାନ୍ତା ତାହେଲେ ଲେଡିଜ ହଉ କି ଜେଣ୍ଟସ ହଉ ରାସ୍ତା ସାଇଡରେ ଏକ କରନ୍ତେନି। ଯଦି ଏକଟାକୁ ନେଇକି ଏତେ ଗୋଟେ ଖରାପ ଉଦ୍ଦେଶ୍ୟରେ ନିଆଯାନ୍ତା କଥାଟାକୁ ଏକଟା ଏମିତି ଗୋଟେ ଖରାପ ଉଦ୍ଦେଶ୍ୟ କଥାଟା ଏଇଟା ଏକଟା ଗୋଟେ ଏତେ ଖରାପ ନୁହଁ କି ତମେ ଯେତେବେଳେ ଇସ୍ୟୁ କରୁଛ ଏକଟାକୁ ନେଇକି।
ଅଲଗା ଅଲଗା ହେଇଯାଉଛି। ମୁଁ ଧର କଣ ମୋର ମାନେ କୌଣସି ଗୋଟେ ଘରେ ମତେ ଏଇଟା ଗୋଟେ କହିଥାନ୍ତା କି ବୋହୁର ଏଇଭଳିଆ ବ୍ୟବହାରଟା ମୁଁ ଦେଖୁଛି ମତେ ଭଲ ଲାଗୁନି, ମାନେ ତମର ପ୍ରତ୍ୟେକ କଥାଟା ମାନେ ମୁଁ ଗଲା ଦିନଠୁ ମୋର ମାନେ ପାଡିଲା ଛିଙ୍କିଲାଟେ ବି ତମେ ମତେ ମାନେ ଗୁରୁତ୍ୱ ଦେଇକି ମାନେ କଥାଟାକୁ ବଢଉଛ। ଆଉ ଯଦି ତମେ ଯଦି କହୁଛ 4 ମାସ ହେଲା ତମେ ସାଇଲେଣ୍ଟ ଅଛ କିଛି କହିନ, ତମେ ଏଇଟା ଗୋଟେ ମାନେ ତମେ ଏଇଟା ମାନେ ତମେ ଦେଖିଲ ଆଉ କୁଆଡେ ତ କିଛି ଘଟଣା ବାହାରିବନି, ଏଇଟା ବି ଗୋଟେ ଘଟଣା ବାହାରି ଥାଉ କାଳେ। ନା ନା ଏଇଟା ବୁଢୀ ଭୁଲ ବୁଝୁଛୁ ତୁ। ଭୁଲ ମୁଁ କେବେ ବୁଝିନି, ଯଦି ମୁଁ ଭୁଲ ବୁଝିଥାଏ କଣ ମୁଁ ଜାଣିପାରିବି ତମ ଭୁଲଟା କଣ? ତମେ ଯଦି ମତେ କହିଲେ ବି ତମେ ମତେ ଗୋଟେ ଠିକ ଶିକ୍ଷାଟା ଦେଇଛ କି ଆମର ଗାଧୁଆ ଘର ଅଛି, ତୁ କାହିଁ ବାହାରକୁ ଏକ ଯାଉଛୁ, ବାସ୍ ସେଇଟା ସେ କଥାଟା ସେତିକି କମ୍ପ୍ରମାଇଜ ହେଇଥାନ୍ତା, ସେତିକି କଥାଟା ସରିଥାନ୍ତା। ମୁଁ ଏତିକି ଜାଣିପାରିଥାନ୍ତି କି ହଁ ମୁଁ ବୋଧେ ଆଜି ମୋ ଶ୍ୱଶୁର ମୋର ବୋଧେ ସେ ମୁହାଁମୁହିଁ ହେଇଯାଇଛି ବୋଲି ତାଙ୍କୁ ଖରାପ ଲାଗିଲା, ସେ ମତେ ଏ ପଦ କହିଲେ, ମୋ ସେଇଠୁ ମୁଁ ସାଇଜ ହେଇଥାନ୍ତି। ମତେ ଏତେ ଆଡକୁ ମାନେ ଯୋଉ ଖୁଳ ପର୍ବତ ମାରୁ ମୂଷା ଆଡକୁ ଯୋଉ ଗଲ, ଯେତେ ଖୋଳି କେଞ୍ଚିକି ମତେ ପଚାରିଲ, ଏଇ ଯୋଉ ଚଡିଠୁ ଆରମ୍ଭ କରି ଅଣ୍ଟା ଜଙ୍ଘ ଆଣ୍ଠେଇବା ପେଟେଇବା ମତେ ଏଇଗୁଡାରେ। ଆଉ ବୋଉକୁ ଯେତେବେଳେ ମୁଁ ପଚାରିଲି ବୋଉ କହିଲେ ନା ତ ଦେହଟା ଖରାପ ହେଇଥିଲା ବୋଲି ସେଥିପାଇଁ ସେ ହାତ ମାରିଲେ। ମୁଁ କହିଲି ମୋର ଏତେ ଦେହ ଖରାପ ହେଇଯାଇଛି, ମୋ ଦେହରେ କୋଉଦିନ ହାତ ମାରି ଦେଇନାହାନ୍ତି, ଆଜି ମୁଁ ଶୋଇକି ଉଠୁ ମୋ ଦେହରେ ହାତ ମାରିଦେଲେ। ମୋ ଦେହରେ ମତେ କଣ ଜ୍ୱର ହେଇଥିଲା ନା ମତେ କାଶ ହେଇଥିଲା ନା ମୋର କଣ ହେଇଥିଲା ଯେ ମୋ ଦେହରେ ହାତ ମାରିଥିଲେ? ହଉ ମୁଁ ତତେ କହିଲି ହେଲା, ମୋର ଭୁଲ ହେଲା, ଆଉ କହିଲି ଏଇଟା ଭୁଲ ନୁହଁ, ଏଇଟା ମୁଁ ତମକୁ କେବଳ ତମକୁ ଏଇଟା ମୁଁ ଲାଷ୍ଟ ଟାଇମ ପାଇଁ କ୍ଷମା କରିଦଉଛି ହେଲା। କେବଳ ମାନେ ଶ୍ୱଶୁର ବୋଲି ନୁହଁ, ବାପ ବୋଲି ଭାବିକି ବାପ ହିସାବରେ ତମ ବାପ ସ୍ଥାନରେ ରଖି ମୁଁ ତମକୁ ଆଜି କ୍ଷମା ଦଉଛି ହେଲା। ତୋ ଉପରେ ଆଜି ରାଗ ଥାନ୍ତା। କ୍ଷମାର ପ୍ରାପ୍ତି ତମେ ନୁହଁ, କ୍ଷମାର ପ୍ରାପ୍ତି ତମେ ନୁହଁ, ତମେ କ୍ଷମାର ସୀମା ବାହାରେ ପୁରା ପଳେଇଛ, ତଥାପି ତମେ କ୍ଷମା କରିଦଉଛି। ନା ନେକ୍ସଟ ଟାଇମ ଏମିତି କେବେ ବି ହବନି। ଆଉ ନେକ୍ସଟ ଟାଇମ ଥରେ ବି ଏମିତି ଖରାପ ବ୍ୟବହାର ମୁଁ ଦେଖିଲା, ତମେ ତ ସେଠି ନିହାତି ଭୁଲିବ ମୁଁ ବୋଉ ବୋଲି, କିନ୍ତୁ ମୁଁ ବି ସେଠି ଭୁଲିଯିବି ତମେ ମୋ ଶ୍ୱଶୁର ବୋଲି। ମତେ ବହୁତ ବାଧିଛି। ମୁଁ କହିବି ବୋଲି ମୋର ଭୁଲ ହେଲା ଆଉ କଣ। କହିଲା ଶୈଳୀରେ ତମେ କହିଲନି, ତମେ ନିହାତି ଜାଣିପାରୁଛ, ତମ କଥାରେ ବି ଜଣା ପଡିଯାଉଛି, ମୁଁ ବି ନିହାତି ବୁଝି ସାରିଲିଣି, ଯେତିକି ଶିକ୍ଷିତ ହେଇଥିବ ବୁଝିପାରିବ। ତମେ ନିହାତି ଗୋଟେ ଖରାପ ଉଦ୍ଦେଶ୍ୟ ରଖିକି ହିଁ ମୋ ସହିତ ଏଇଭଳିଆ ବ୍ୟବହାର ଦେଖେଇଛ। ତମେ ଆକ୍ଚୁଆଲି ମୋ ମାଇଣ୍ଡ ଟାକୁ ଷ୍ଟଡି କରୁଥିଲ। ଦେଖିଆ ମୋ ବୋଉ ମୁଁ ତ ତମ ଆଗରେ କେତେବେଳେ ଏକ କରିଛି ଜାଣିନି, କାଲି ମୋ ଜାଣିବାରେ କି କାଲି ତମ ସହିତ ମୁଁ କେବଳ କାଲି ସାମ୍ନାସାମ୍ନି ହେଇଛି, କିନ୍ତୁ ମୁଁ ସେ ସାମ୍ନାସାମ୍ନିଟାକୁ ଏତେ ଗୁରୁତ୍ୱ ନେଇନି। ମୁଁ କହିଲି ହଁ ସିଏ ମୋର ଗୋଟେ ବାପା, ଆମେ ତାର ଗୋଟେ ଛୁଆ ଯେତେ ଏଠି ମୋ ବାପା ଧର ଏଠି ମୋ ବାପା ମୋ ଜନ୍ମ କଲା ବାପା ଆସୁଥିବ, ମୁଁ ଏକ ବସିଥିବି, କଣ ମୋ ବାପାଟାକୁ ନେଇକି ଇସ୍ୟୁ କରେ ନା ମୋ ଝିଅ ମୋ ଆଗରେ ଏକ ବସିଥିଲା ବୋଲି ମୋ ବାପା ଯାଇକି ସବୁଆଡେ ହାଲିଂ କରିବ ନା? ମୋ ଝିଅ ଲୁଗା ଆଡିକି ଝିଅଟା ପ୍ୟାଣ୍ଟ ସାର୍ଟ ଖୋଲି ଯଦି ପ୍ୟାଣ୍ଟ ସାର୍ଟ ଖୋଲିଥିବ ପ୍ୟାଣ୍ଟ ସାର୍ଟ ଖୋଲିକି ଏକ ବସିବ, ଯଦି ଲୁଗା ପିନ୍ଧିଥିବ ଲୁଗାଟାକୁ ଟେକିକି ଏକ କରିବ। ତତେ ତ କହିନି, ଆଉ କାହାଗରେ କହିନି କି? ସେଇଟା ତ ମୁଁ କହୁଛି, ଆଜି ମୋ ବାପା ହେଇଥିଲେ ମତେ ପଚାରି ଦେଇଥାନ୍ତା, କହିଲେ ଝିଅ ମୁଁ ଯାଉଥିଲି ତୁ କଣ ଲୁଗା ଟେକିକି ଏକ କରୁଥିଲୁ? ଯଦି ଆଜି ମୋ ବାପା ହେଇଥାନ୍ତା ମତେ ଏଇ କଥାଟା ପଚାରି ଦେଇଥାନ୍ତା? ମୁଁ ପଚାରି ନଥାନ୍ତି। ମୋ ବାପା ଶୁଣ, ଗାଧୁଆଘର କରୁଛି ତୋ ପାଇଁ ଏତେ ଗୁଡେ ଟଙ୍କା ଖର୍ଚ୍ଚ କରିକି, ତୁ ଆମର କାହିଁକି ପଦାକୁ ଯିବୁ? ଗାଧୁଆ ଘରଟା ହଉଛି ଗୋଟେ ବାହାନା, ଉଦ୍ଦେଶ୍ୟଟା ହଉଛି ଗୋଟେ ଅଲଗା। ତମ ମାଇଣ୍ଡ ତମ ଚିନ୍ତାଧାରା ସବୁ ଅଲଗା ଥିଲା। ତୁ ସିନା ଅଲଗା ଢେଉ ଟାଣୁଛୁ, ମୁଁ ଅଲଗା ଆଡେ କିଛି ଜାଣିନି। ମୁଁ ତ ତମକୁ ସେଇଟା ଡାଇରେକ୍ଟ କହୁଛି ବା, ତମର ଷ୍ଟାର୍ଟିଂ ପଚାରିବାଟା ଠିକ ଥିଲା, ଲାଷ୍ଟ ଆଡକୁ ଟୋଟାଲି ଲାଷ୍ଟ ଆଡକୁ ଯୋଉ ପଚାରି ଆସିଲା, ତାପରେ ମୋ ପଛେ ରୋଷେଇ ଘରକୁ ବି ଗଲ। ଏଇଗୁଡା ସବୁ ମତେ ମାନେ ଏତେ ତମେ ବିଶ୍ୱାସ କରିବନି, ମତେ ଏତେ ଭଲ ଲାଗେ। ସେ ଖାଇପାରିଲିନି, ମତେ ଠିକ ସେ ନିଦ ବି ହେଲାନି। ଆଜି ସକାଳ ମୋ ମୁଣ୍ଡ ଭିତରେ ଖାଲି ମୁଁ ସେଇଟା ଖାଲି ମୋର ଗୋଳେଇ ଘାଣ୍ଟି ହେଲା। ମୁଁ କଣ କରି ଜାଣିପାରିଲିନି। ମୁଁ କହିଲି ମୁହଁକୁ ପଡିଲା ମାନେ ମୁଁ ମୁହଁ ଟେକି ମାଙ୍କ ଆଗରେ ମୁହଁ ଟେକି ପାରିବି, ମତେ ବିରକ୍ତି ଲାଗିବ ମାଙ୍କ ମୁହଁକୁ ଦେଖିଲା ବେଳକୁ। ମୁଁ ଯାଏ ଆମ ଘରେ 2 ଦିନ ରହିକି ଟାଇମ ପାସ୍ କରିକି ମୋ ମନଟା ଟିକେ ପରିବର୍ତ୍ତନ ହେଇଗଲେ ମୁଁ ଜାଣି ଆସିବି। ମୁଁ ତ ଏଣୁ ଆଇନି ଗଞ୍ଜିଆ ଆଡୁ ଡାକିନି ବୁଢୀ ଭାତ ତମେ ମତେ ଡାକି ପାରିଲ, କାରଣ ତମକୁ ଯଦି ଲାଜ ଲାଗିଥାନ୍ତା ତମେ ମତେ ଡାକି ନଥାନ୍ତ। ତମେ ତମ ଲାଜ ସରମଟା ତମେ ଟୋଟାଲି ଭୁଲି ଯାଇଛ, ତମକୁ ସେତିକି ଲାଜ ଲାଗିଲାନି ହେଲା। କିନ୍ତୁ ମତେ ତମେ କହିଲେ ତମକୁ ଲାଜ ଲାଗିଲାନି, କିନ୍ତୁ ତମକୁ ଲାଜ ଲାଗିବା ଉଚିତ ଥିଲା। କିନ୍ତୁ ତମେ ମତେ କହିଲ, ମୁଁ ଶୁଣିଲି, ମତେ ଲାଜ ଲାଗିଲା, ମତେ ଖରାପ ଲାଗିଲା। ଏଇଟା ତମେ ଯୋଉ କହୁଛ ଭୁଲ, ତମେ ଛୋଟ ଛୁଆ ନୁହଁ, ତମେ ହଉଛ ମୁଁ ଗୋଟେ ବୋହୁ, ତମେ ଗୋଟେ ଶ୍ୱଶୁର, ତମେ ମୋଠୁ କେତେ ଉପରେ ହେଲା। ତମେ ଯୋଉ ବାରମ୍ବାର ଭୁଲ କରିକି ମାନେ ମତେ ଭୁଲ ବାରମ୍ବାର ମାଗୁଛ, ମାନେ ମୁଁ ଗୋଟେ ବୋହୁ ହେଇକି କଣ ଭୁଲ କରିକି ତମକୁ ଭୁଲ ମାଗିବି? ତମେ ଶ୍ୱଶୁର ହେଇକି ବାରମ୍ବାର ମତେ ଭୁଲ ମାଗି ଚାଲିଛ, ମାନେ ତମେ ନିଜର ଓଜନ ତମେ ଧୀରେ ଧୀରେ ନିଜେ ଖାଲି କମେଇ ଚାଲିଛ, ନହେଲେ ଆଉ କିଛି ନୁହଁ। କେତେ ଥର ମତେ ଭୁଲ ମାଗିବ? ମତେ କେତେ ଥର ଭୁଲ ମାଗିବ? ମୁଁ ତମକୁ କେତେ ଥର ମୁଁ ତମକୁ କ୍ଷମା କରୁଥିବି ଦେଇ କହିଲ? ବାହାରକୁ ଯାଉଛି ବୋଲି ମୋ କହିବାଟା କହିନି ବୋଲି ସତର୍କ ହେଇଯିବ। তুমি ଯେତେବେଳେ ପଚାରିଲ ତମେ କହିଲ ମୁଁ ଏରା ସବୁ ତତେ ରାଗରେ କହିଛି, ତାମାନେ ତମ ରାଗରେ ମାନେ ତମ ବ୍ୟବହାରଟା ମାନେ ଏତେ କଦର୍ଯ୍ୟ ହେଲା ରାଗରେ। ମୁଁ ଏମିତି କଣଟା କରୁଥିଲି ତମେ ମୋ ଉପରେ ଏତେ ରାଗିଗଲ? ମୁଁ ଏକଟା ଖାଲି କରୁଥିଲି, ତମେ ମତେ ଖାଲି କହୁଛ କି ମୁଁ ଯେମିତି ଅବସ୍ଥାରେ ଦେଖିଲି। ତ ଅବସ୍ଥାରେ ତମେ ମତେ କେମିତି ଦେଖିଲ? ମୁଁ ଏକଟା ଲୁଗାରେ ଟେକିକି ଏକଟା କରୁଥିଲି, ଆଉ ଅବସ୍ଥାରେ ମତେ କଣଟା ତମେ ଦେଖିଲ? ସେଠି ମୁଁ ଆଉ କଣ କିଛି ଖରାପ କାମ କରୁଥିଲି? ଯାହା ତ କହିଲୁଣି ଯାହା ମୁଁ କହିଲି ନୁହଁ, ଏଇଟା ଖାଲି ମୁଁ ଏତିକି ଖାଲି ଏଇଟା ମାନେ ପୁରା ସମ୍ମାନ ସହିତ ତମକୁ ଏତିକି ମୁଁ ଖାଲି କହିଦେଲି ହେଲା।
ଏଇଟା ଖାଲି ମୁଁ ଏତିକି ଖାଲି ଘରର ସମ୍ମାନ ତମ ସମ୍ମାନ ନେଇକି ମୁଁ ଖାଲି ଘରର ଇଜ୍ଜତ ଟା ନେଇକି ଖାଲି ଏଇ କଥାଟାକୁ ଏତିକି ଚାକି ଦଉଛି। ବାପଟା ହେଇକି ପୁଅ